ବଡ଼ ସାହସ କରି କାମଟି ସମ୍ପୂର୍ଣ୍ଣ ଭାବରେ ତୁଲେଇଛି। କ'ଣ ପାଇଁ କହୁଛି ଏମିତି ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିଲେ ଜାଣିପାରିବେ। ସକାଳେ ସବୁ ପୂଜାବିଧି ସାରିକିରି ମୁଁ ବ୍ରେକଫାଷ୍ଟ କରିନେଇଥିଲି। ତାପରେ ଝିଅର ବି ମଧ୍ୟ ସବୁ କାମ ସାରିକିରି ତାକୁ ଖୁଆଇ ପିଇ ମା ଝିଅ ଦୁଇ ଜଣ ରେଡ଼ି ହେଇ ବାହାରି ଯାଇଥିଲୁ ହସ୍ପିଟାଲ। ଆଜି ହସ୍ପିଟାଲ ଯିବାର କାରଣ ଥିଲା ଝିଅ ନେବାର ଥିଲା ଭ୍ୟାକ୍ସିନ୍। ବେଙ୍ଗଲୋରରେ ରହିକିରି 3 ବର୍ଷ ହେଇଗଲାଣି ମୁଁ କେବେ ଏକୁଟିଆ ବାହାରକୁ ଯାଇନି, ମାନେ ବହୁତ ଦୂର ଯାଇନି। ଆଜି ପ୍ରଥମ ଥର ନିଜେ ଗାଡ଼ି ବୁକ୍ କରି ବାହାରକୁ ଯାଇଛି, ତାହା ବି ପୁଣି ଝିଅକୁ ଧରି ଏକୁଟିଆ। ମା ଝିଅ ଠିକ୍ ଟାଇମ୍ରେ ହସ୍ପିଟାଲରେ ପହଞ୍ଚି ଯାଇଥିଲୁ, କିନ୍ତୁ ଡକ୍ଟର ଆସିନଥିଲେ ଆଉ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଲା। ଝିଅ ପ୍ରଥମେ ତ କୋଅପରେଟ୍ କରି ଶାନ୍ତିରେ ବସିଲା, କିନ୍ତୁ ତାପରେ ସେ ତାର ଉତ୍ପାତ ଦେଖିବା ଆରମ୍ଭ କଲା। ଫିର୍ ବି ମୋତେ ଟିକେ କଣ୍ଟ୍ରୋଲ କରି ତାକୁ ସମ୍ଭାଳିବାକୁ ପଡ଼ିଲା। କ୍ଲିନିକ୍ ଭିତରେ ଖେଳୁନଥିଲା, ବାରମ୍ବାର ବାହାରକୁ ଆସିଯାଉଥିଲା। ସେ ଯେହେତୁ ବାହାରେ ଖେଳୁଥିଲା ତାକୁ ଦେଖିବା ପାଇଁ ମୋତେ ବାହାରେ ହିଁ ଅପେକ୍ଷା କରି ରହିବାକୁ ପଡ଼ୁଥିଲା। ସେଥିପାଇଁ ମୁଁ ବାହାରେ ଅପେକ୍ଷା କଲି। ପୁଣି ଭିତରକୁ ଆସି ଅପେକ୍ଷା କଲା ପରେ ଫାଇନାଲି ଡକ୍ଟର ବି ଆସିଯାଇଥିଲେ। ଆଉ ଝିଅର ନମ୍ବର ଆସିଲା ପରେ ଆମେ ଭ୍ୟାକ୍ସିନ୍ ଦେଇକିରି ମୁଁ ସେଠି ପୁଣି କ୍ୟାବ୍ ବୁକ୍ କରି ଘରକୁ ରିଟର୍ନ ହେଇଯାଇଥିଲି। ଘରେ ରିଟର୍ନ ହେଲାବେଳେ ଝିଅ ଶୋଇପଡ଼ିଥିଲା, ମୁଁ ତାକୁ ଶୋଇ ଦେଇଥିଲି। ପୁଣି ଆପଣମାନଙ୍କ ସହିତ ମୁଁ ଇଭିନିଂରେ ଭେଟ ହେଉଛି। ମୋତେ ଆଜି ଟିକେ ଆଇବ୍ରୋ ସେପ୍ କରିବାର ଥିଲା, ସେଥିପାଇଁ ହଜବେଣ୍ଡ ଅଫିସରୁ ଆସିଲା ପରେ ଆମେ 3 ଜଣ ବାହାରି ଯାଇଥିଲୁ ଟିକେ ମାର୍କେଟ। ଆଇବ୍ରୋ ସେପ୍ କଲା ପରେ କିଛି ସୁ ବି କିଣିବାର ଥିଲା ଝିଅ ପାଇଁ। ବାଟା ସୋରୁମକୁ ଆମେ ଚାଲି ଯାଇଥିଲୁ, ସେଠି ଝିଅ ପାଇଁ ସୁ କିଛି ଦେଖିନେଲୁ। ଦେଖିଲା ପରେ ଚଏସ୍ ଆସିଥିଲା, ଗୋଟେ 2ଟା ହଳ ନେଇ ଆସିଥିଲୁ ମଧ୍ୟ। ସୁ ଝିଅକୁ ପିନ୍ଧିକିରି ଟ୍ରାଏଲ୍ କଲାବେଳେ ଝିଅ ଚାଲୁନଥିଲା, ଡରୁଥିଲା। କିନ୍ତୁ ଯେତେବେଳେ ତାକୁ ଟିକେ ସୁ ପିନ୍ଧେଇଲା ପରେ ଚଲେଇ ନେଲୁ ନା, ସିଏ ଆଉ ସ୍ଥିରରେ ରହିଲାନି। ସୁ ପିନ୍ଧିକିରି ହିଁ ଚାଲିଲା, ଆଉ ତାର ସ୍ଥିରତା ବୋଲି କିଛି ନାହିଁ। ସେ ପୁରା ଚାଲୁଛି, ଘୁରି ବୁଲୁଛି ହିଁ ବୁଲୁଛି, ଆଉ କଣ୍ଟ୍ରୋଲ ନାହିଁ ତା ଦ୍ୱାରା। ସୁ କିଣା ସରିଲା ପରେ ମୁଁ ବିୟୁଟି ପ୍ରଡ଼କ୍ଟ ଷ୍ଟୋରକୁ ଚାଲି ଯାଇଥିଲି, କାରଣ ମୋର ସ୍କିନ୍ ଟେଷ୍ଟ କରିବାର ଥିଲା ଆଉ ସ୍କିନ୍ କେୟାର ସାମାନ କିଛି ଆଣିବାର ଥିଲା। ସେଠି ଟିକେ ଅପେକ୍ଷା କରିବାକୁ ପଡ଼ିଲା। ଆଉ ଝିଅ ସେଠି ବି ସ୍ଥିରରେ ରହିଲାନି, ସେ ଖାଲି ଘୁରି ହିଁ ବୁଲିଲା। ଆଉ ମିରରକୁ ଦେଖି ସେ ତାର ବକ ବକ କରିବା ଆରମ୍ଭ କଲା। କହିବାକୁ କହିଲେ ପିଲାମାନେ ବାହାରକୁ ଗଲେ ଆଉ ଟିକେ ଚଗଲାମି ଅଧିକ ହୋଇଯାଉଛନ୍ତି, ଆଉ କୌଣସି ଜାଗାରେ ସ୍ଥିର ହୋଇ ରହୁନାହାନ୍ତି। ତାପରେ ପୁଣି ଚାଲିଥିଲି କସ୍ମେଟିକ୍ ଷ୍ଟୋରକୁ। କସ୍ମେଟିକ୍ ଷ୍ଟୋରରୁ କିଛି ଜିନିଷ ଆଣିବାର ଥିଲା। ଆଉ ଝିଅ ଗୋଟେ ବଲ୍ ବି ନେଇ ଆସିଥିଲା ତାର ଖେଳିବା ପାଇଁ। ତାପରେ ହଜବେଣ୍ଡ ୱାଇଫ୍ ମାର୍କେଟରୁ ରିଟର୍ନ କରିଥିଲେ। ଏମିତି ଭାବରେ ଦିନଟି ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ।